ସକାଳ ଆରମ୍ଭ ନ ହେଉଣୁ ଗରମ ଅନୁଭବ ହେଉଛି। ଦିନକୁ ଦିନ ତାତି ମଧ୍ୟ ବଢ଼ିବାରେ ଲାଗିଛି। 5 ଦିନ ଯାଏ ବଢ଼ିବ ତାତି, ସତର୍କ କଲା ପାଣିପାଗ ବିଭାଗ। ସ୍ୱାଭାବିକ ଠାରୁ 4ରୁ 6 ଡିଗ୍ରୀ ଯାଏ ବଢ଼ିବ ପାରା। କାଲିଠୁ ପ୍ରବଳ ଖରା ହେବ। ବାୟୁମଣ୍ଡଳ ଶୁଷ୍କତା କାରଣରୁ ଦିନର ତାପମାତ୍ରା ବୃଦ୍ଧି ପାଇବ। 12 ତାରିଖ ପରଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ବଢ଼ିଲେ ଗରମ ବଢ଼ିବ। ଆଗାମୀ 3ରୁ 4 ଦିନ ଯାଏଁ ବଢ଼ିବ ତାତି। ରାଜ୍ୟର ଅନେକ ସ୍ଥାନରେ 4ରୁ 6 ଡିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା। ଆସନ୍ତା 5 ଦିନ ଯାଏଁ ପ୍ରବଳ ଖରା ଗରମ ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଫଳରେ ଉପକୂଳ ସାଙ୍ଗକୁ ଆଭ୍ୟନ୍ତରୀଣରେ ତାପମାତ୍ରା 39 ଡିଗ୍ରୀ ଛୁଇଁବା ସମ୍ଭାବନା ଜାହିର କରିଛି ପାଣିପାଗ ବିଭାଗ। ତାମିଲନାଡୁ, ପୁଡୁଚେରୀରେ 15 ତାରିଖ ପର୍ଯ୍ୟନ୍ତ ପାଗ ଶୁଷ୍କତା ରହିବ ବୋଲି କୁହାଯାଇଛି। ଆହୁରି ମଧ୍ୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ତାମିଲନାଡୁର କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା 11ରୁ 12 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏହା ସହ ରାଜ୍ୟ ପାଣିପାଗ ବିଭାଗ ଚେତାବନୀ ଦେଇଛି ଯେ ଯେଉଁମାନେ ଅଧିକ ଖରାରେ ବାହାରକୁ ଯିବେ ସେମାନେ ହୃଦଘାତ ଓ ଷ୍ଟ୍ରୋକ୍ ଭୋଗିବେ। ଜନସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ଯେ କେହି ବେହୋସ ହୋଇଗଲେ ତୁରନ୍ତ ସେମାନଙ୍କ ପୋଷାକ ଉପରେ ଥଣ୍ଡା ପାଣି ଢାଳି ପାରିବେ। 108 ଓ 104 ନମ୍ବରରେ ଡାକ୍ତରୀ ସାହାଯ୍ୟ ମାଗିପାରିବେ। ଏହା ସହିତ ଗ୍ରୀଷ୍ମ ସମୟରେ ଜନସାଧାରଣ କ'ଣ କରିବା ଉଚିତ ଏବଂ କ'ଣ କରିବା ଅନୁଚିତ ସେ ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ମଧ୍ୟ ପ୍ରକାଶ ପାଇଛି।